ଗପ ରୂପରେ ଗୀତା ତୃତୀୟ ଅଧ୍ୟାୟ ମୋ ପାଇଁ ମୁଁ ନାହିଁ। ହରିପୁର ଗାଁ ମୁଣ୍ଡରେ ଚାଟଶାଳୀଟିଏ। ସେଠି ଗୋଟିଏ ଶ୍ରେଣୀରେ ପଢ଼ୁଥିବା 4ଟି ପିଲା ଭାରି ସାଙ୍ଗ ଥିଲେ। କେହି କାହାକୁ ଦିନେ ନ ଦେଖିଲେ ରହିପାରୁନଥିଲେ। ଦିନ ଗଡ଼ି ଚାଲିଲା। 4 ସାଙ୍ଗ ବଡ଼ ହେଲେ। 3 ସାଙ୍ଗ ଗାଁ ଛାଡ଼ି ଯାଇ ଅନ୍ୟଠି ରହିଲେ। କେବଳ ଜଣେ ଚାଷବାସ କରି ସେଇ ଗାଁରେ ରହିଲା। ଜଣେ ପାଠ ପଢ଼ି ରାଜନୀତି ଭିତରେ ପଶିଲେ। ଯୋଗକୁ ସେ ମନ୍ତ୍ରୀ ହେଲେ। ହଟ ଚମଟ କରି ବହୁତ ଧନ କମାଇଲେ। ଆଉ ଜଣେ ବ୍ୟବସାୟୀ ହେଲେ। ସହରରେ ରହି ଚୋରା ବ୍ୟବସାୟ କରି କୋଟି କୋଟି ଟଙ୍କା କମାଇଲେ। ତୃତୀୟ ଜଣ ଚାକିରି କଲେ। ଲାଞ୍ଚ ମିଚରେ ବୁଡ଼ି ରହି ସେ ଲକ୍ଷ ଲକ୍ଷ ଟଙ୍କା ଠୁଳ କଲେ। ଥରେ ହରିପୁର ଗାଁରେ ଗୋଟିଏ ବଡ଼ ଯଜ୍ଞ ହେଲା। ବାହାରେ ରହୁଥିବା ଆଗର ଗାଁ ଲୋକଙ୍କ ପାଖକୁ ନିମନ୍ତ୍ରଣ ଗଲା। ଯୋଗକୁ ମନ୍ତ୍ରୀ, ବ୍ୟବସାୟୀ ଓ ଚାକିରିଆ ସାଙ୍ଗ 3 ଜଣ ହରିପୁର ଆସିଲେ। ଗାଁର ଚାଷୀ ସାଙ୍ଗ ସେମାନଙ୍କ ସହିତ ମିଶିଲା। 4 ସାଙ୍ଗ ବହୁତ ଦିନ ପରେ ଏକାଠି ହୋଇଥାନ୍ତି। ତେଣୁ ଯଜ୍ଞ ପୀଠର ଟିକେ ଦୂରରେ ବସି କଥାଭାଷା ହେବାକୁ ଲାଗିଲେ। ମନ୍ତ୍ରୀ କହିଲେ, ସମସ୍ତେ ଭାବୁଥିବ ମୁଁ ମନ୍ତ୍ରୀ ହୋଇ ବହୁତ ସୁଖରେ ଅଛି। ଅବଶ୍ୟ ମୋର କ୍ଷମତା ଅଛି, ପଇସାର ଅଭାବ ନାହିଁ। କିନ୍ତୁ ମୋ ଦୁଃଖ କାହା ଆଗରେ କହିବି? କହିଲେ ମୋ ଦୁଃଖ ବୁଝିବ କିଏ? ମୋର ଗୋଟିଏ ମାତ୍ର ପୁଅ। ପାଠ ପଢ଼ିବାକୁ ଆମେରିକା ପଠାଇଲି। ସେଠି ସେ ବାହା ହେଇ ରହିଗଲା। ପୁଅ ଥିବା ନଥିବା ମୋ ପାଇଁ ସମାନ ହେଲା। ବ୍ୟବସାୟୀ ସାଙ୍ଗ କହିଲେ, ମୁଁ ବହୁତ ଧନ କମେଇଲି, ହେଲେ ମୋ ଦୁଃଖ କଥା କହିଲେ ନ ସରେ। ମୋ ସ୍ତ୍ରୀକୁ କ୍ୟାନ୍ସର ରୋଗ। 1 ବର୍ଷ ହେଲା ବିଦେଶରେ ରହି ଚିକିତ୍ସା ହେଉଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। କେତେ ଦିନ ବଞ୍ଚିବେ ଡାକ୍ତର ତାହା କହିପାରୁନାହାନ୍ତି। ଚାକିରିଆ ସାଙ୍ଗ କହିଲେ, ତୁମ ଦୁହିଁଙ୍କ ଠାରୁ ବଳି ମୋ ଦୁଃଖ। ମୋର 2ଟି ପୁଅ ପାଠ ପଢ଼ିଲେ, କିନ୍ତୁ ଅବାଟରେ ଗୋଡ଼ ଦେଲେ। 2 ପୁଅ ମଦୁଆ ପୁଣି ଗୁଣ୍ଡା। ନାହିଁ ନଥିବା ଦୁର୍ନାମ ଘରର। ମୋ ସ୍ତ୍ରୀର ଆଖିରୁ ଲୁହଧାର କେବେ ଶୁଖୁନାହିଁ। ମୁଁ ଦାଣ୍ଡରେ ମୁଣ୍ଡ ଟେକି ଚାଲିପାରୁନାହିଁ। ଧିକ୍ ଆମ ଜୀବନକୁ। ଚାଷୀ ସାଙ୍ଗ କହିଲା, ଆମେ ବାବୁ ଗରିବ ଲୋକ। ଗାଁ ମାଟିକୁ କାମୁଡ଼ି ପଡ଼ି ରହିଛୁ। ପୁଅ 2ଟି ମୋର ବେଶ କାମିକା, ଖଟି ଖାଉଛୁ। ପାଖରେ ବଳକା ଧନ ନାହିଁ। ମୋ ପୁଅ ବୋହୂ ଭାରି ଭଲ, ଆମକୁ ମାନି ଚଳୁଛନ୍ତି। ଘରେ କେହି କେବେ ସେମିତି ବେଶୀ ଅସୁସ୍ଥ ହେବା ଆମେ ଜାଣିନାହୁଁ। ଯଜ୍ଞପୀଠର ଗୋଟିଏ ପାଖରେ ଠିଆ ହୋଇ ଜଣେ ସାଧୁ 4 ସାଙ୍ଗଙ୍କ କଥା ଶୁଣୁଥିଲେ। ସେ ସେମାନଙ୍କ ପାଖକୁ ଆସି କହିଲେ, ମୁଁ ସବୁ ଶୁଣିଛି। 4 ଜଣ ସାଙ୍ଗଙ୍କ ସୁଖ ଦୁଃଖ କଥା ବୁଝାଇ କହୁଛି ଶୁଣ, ହୁଏତ ତୁମେ ସେଥିରୁ କିଛି ଶିଖିପାରିବ। ତୁମେ 4 ସାଙ୍ଗ ଭିନ୍ନ ଭିନ୍ନ କର୍ମ କଲ। ତୁମ ଭିତରୁ 3 ଜଣ କେବଳ ନିଜର ସ୍ୱାର୍ଥରେ ଲାଖି ରହିଲ। କର୍ମ ନ କରି ଅଳସୁଆ ହେବା ଠିକ୍ ନୁହେଁ। ପୁଣି କେବଳ ନିଜ ପାଇଁ ଓ ନିଜ ପରିବାର ପାଇଁ କାମ କରିବା ବି ଠିକ୍ ନୁହେଁ। ପରର ଉପକାର କର। ଅନ୍ୟର ସୁଖରେ ସୁଖୀ ହୁଅ, ଅନ୍ୟର ଦୁଃଖରେ ଦୁଃଖୀ ହୁଅ। ଦେଖ, ତୁମ ଚାଷୀ ସାଙ୍ଗ ନିଜ କର୍ତ୍ତବ୍ୟ କରି ଅନ୍ୟମାନଙ୍କୁ ଖାଦ୍ୟ ଯୋଗାଉଛି। ସାହି ପଡ଼ିଶା ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ଦିନ ବିତାଉଛି। ତେଣୁ ସେ ସୁଖ ଶାନ୍ତିରେ ଅଛି। ହଁ, ତୁମେ ରାଜନୀତି, ବ୍ୟବସାୟ କିମ୍ବା ଚାକିରି କର, ହେଲେ ନିଜ ବୃତ୍ତିରେ କେବଳ ନିଜ ସୁଖ ସୁବିଧା ଦେଖ ନାହିଁ। ମୋ ପାଇଁ ମୁଁ ବୋଲି ଭାବ ନାହିଁ। ନିଜ ପାଇଁ କାମ କଲେ ତୁମେ ଛୋଟ ହୋଇଯିବ। ତାହା ତୁମକୁ ବା ତୁମ ଆତ୍ମାକୁ ତଳକୁ ନେଇଯିବ। ଅନ୍ୟ ପାଇଁ କାମ କର, ତାଠାରୁ କିଛି ପାଇବାକୁ ଆଶା ରଖ ନାହିଁ। ତାହା ହେଲେ ତୁମେ ବଡ଼ ହୋଇପାରିବ। ତୁମେ ବା ତୁମ ଆତ୍ମା ଉପରକୁ ଉଠି ଭଗବାନଙ୍କ ନିକଟରେ ପହଞ୍ଚିଯିବ। ଭଗବାନ ତୁମକୁ ନିଜର କରିନେବେ। ଗୋଟିଏ କଥା ବୁଝ, ରାଜନୀତିର ମୂଳ ଲକ୍ଷ୍ୟ ହେଲା ଲୋକସେବା। ବେପାରୀ ଦୂର ଜାଗାରୁ ଜିନିଷ ଆଣି ଆମକୁ ଯୋଗାଇ ଦିଏ। ତେଣୁ ବେପାର ଏକ ପ୍ରକାର ସମାଜ ସେବା କାର୍ଯ୍ୟ। ସେହିପରି ଚାକିରି ବି ଏକ ପ୍ରକାର ଲୋକସେବା ବୃତ୍ତି। କୌଣସିଟି ମନ୍ଦ କାମ ନୁହେଁ। ସେଥିରେ କେବଳ ନିଜ ସୁଖ ସୁବିଧା ଦେଖିବା ହିଁ ମନ୍ଦ କାମ। ଆମ ଦେଶରେ ଭଲ ନେତା, ସାଧୁ ବ୍ୟବସାୟୀ ଓ ସଚ୍ଚୋଟ ଚାକିରିଆ ଅନେକ ଅଛନ୍ତି। ସେମାନଙ୍କୁ ଆଖି ଆଗରେ ରଖି କାମ କର। ସାଧୁ ଯାହା କହିଲେ ତାହା ହେଲା ଗୀତାର 3ୟ ଅଧ୍ୟାୟର ସାର କଥା। ପରୋପକାରରେ ମନ ଦିଅ, ଏ ଜୀବନରେ ସୁଖୀ ଓ ଲୋକପ୍ରିୟ ହୁଅ। ଦେହ ଛାଡ଼ିଲେ ଭଗବାନଙ୍କ ପାଖକୁ ଚାଲିଯାଅ।
बंधुगण आशा करी भिडियोटी आपको भल लगी भल लगी भिडियोटी को लाइक और शेयर करूँ एवं एमती नुआ नुआ भिडियो देखापी चैनल टी को सब्सक्राइब करनी। धन्यवाद।